ଆଜି 4ଟାରେ ଓଡ଼ିଶାର ଏସବୁ ସ୍ଥାନରେ ବାଜିବ ସାଇରନ୍। ଜାଣନ୍ତୁ କ'ଣ କହିଲେ ଅଗ୍ନିଶମ ଡିଜି। ଜାମ୍ମୁ କାଶ୍ମୀର ପହଲଗ୍ରାମର ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ପହଲଗ୍ରାମ ଆକ୍ରମଣର ପ୍ରତିଶୋଧ ନିଶ୍ଚିତ ଭାବରେ ନିଆଯିବ। ଏହି ପରିପ୍ରେକ୍ଷୀରେ ମେ 7ରେ ଅର୍ଥାତ୍ ଆଜି ଦେଶର 244ଟି ଜିଲ୍ଲାରେ ଏକ ମକ୍ ଡ୍ରିଲ୍ ଅନୁଷ୍ଠିତ ହେବାକୁ ଯାଉଛି। ମଙ୍ଗଳବାର ଅର୍ଥାତ୍ କାଲିଠାରୁ ଏହି ଜିଲ୍ଲାଗୁଡ଼ିକରେ ପୁନଃ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅର୍ଥାତ୍ ଆଜି ମକ୍ ଡ୍ରିଲ୍ ହେବାକୁ ଥିବା ବେଳେ ଓଡ଼ିଶାର କେଉଁ ସ୍ଥାନରେ ଏବଂ କିଭଳି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସେ ନେଇ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କାଲିଠୁ ପର୍ଯ୍ୟାୟକ୍ରମେ ସପ୍ତାହ ଧରି ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ଚାଲିବ। ଉପକୂଳବର୍ତ୍ତୀ ଜିଲ୍ଲା ସହରାଞ୍ଚଳ ହେବ ମକ୍ ଡ୍ରିଲ୍ ହେବ। ଅପରାହ୍ନ 4ଟାରେ ମକ୍ ଡ୍ରିଲ୍ ପାଇଁ ସାଇରନ୍ ବାଜିବ। ଶତ୍ରୁପକ୍ଷ ବିମାନ ଆକ୍ରମଣ କଲେ କ'ଣ କରାଯିବ ଜଣାଇ ଦିଆଯିବ। ପ୍ରାୟ 5 ମିନିଟ୍ ଧରି ସାଇରନ୍ ବାଜିବ। ମକ୍ ଡ୍ରିଲ୍ ଆରମ୍ଭ ହେବ। ପୁଣି ସାଇରନ୍ ବାଜିଲେ ମକ୍ ଡ୍ରିଲ୍ ସରିଲା ବୋଲି ଜଣାଇ ଦିଆଯିବ। ସାଧାରଣତଃ କଂକ୍ରିଟ୍ ଛାତ ତଳେ ରହିବାକୁ ପରାମର୍ଶ ଦିଆଯିବ ବୋଲି ସେ କହିଛନ୍ତି। ଓଡ଼ିଶାର କେଉଁ ସ୍ଥାନରେ ହେବ ମକ୍ ଡ୍ରିଲ୍ ଜିଲ୍ଲାଗୁଡ଼ିକ ଜାଣି ରଖନ୍ତୁ। ତାଳଚେର, ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଢେଙ୍କାନାଳ ଏସବୁ ଜିଲ୍ଲାରେ ମକ୍ ଡ୍ରିଲ୍ ହେବ। ଭିଡ଼ିଓଟି ଭଲ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ।